ପାଦରେ ଚାଲିବାର 25 ଗୋଟି ଫାଇଦା ଯାହାକୁ 99% ଲୋକ ଜାଣିନଥାନ୍ତି। ଦର୍ଶକ ବନ୍ଧୁ ଭିଡ଼ିଓଟିକୁ ସ୍କିପ୍ ନ କରି ପୁରା ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଗୋଟିଏ ଦିନରେ କେବଳ ଅଧ ଘଣ୍ଟାର ସଉକ ଆପଣଙ୍କର ପୁରା ଜୀବନ ବଦଳାଇ ପାରିବ। ଖାସ୍ କରି ଯଦି ଆପଣ ଜୀବନଶୈଳୀ ସମ୍ବନ୍ଧୀୟ ସମସ୍ୟାରେ ଥାଆନ୍ତି, ଯେମିତିକି ଡାଇବେଟିସ୍, ମୋଟାପଣ, ହୃଦୟ ରୋଗ, ମାସିକ ଧର୍ମ, ବ୍ୟାକ୍ ପେନ୍, ନିଦ ନ ହେବା ଏହିପରି ଇତ୍ୟାଦି। ପାଦରେ ଚାଲିବା ଦ୍ୱାରା ଆପଣଙ୍କର ଗଣ୍ଠି ଉପରେ ଅଧିକ ଓଜନ ପଡ଼ିନଥାଏ। ପାଦରେ ଚାଲିବା ଦ୍ୱାରା ଆପଣଙ୍କର ଶିର ଶାନ୍ତ ହୋଇଥାଏ। ପାଦରେ ଚାଲିବା ପରେ ଆପଣ ଶକ୍ତିଶାଳୀ ଅନୁଭବ କରିବେ। ପାଦରେ ଚାଲିବାର ଫାଇଦା ଦୌଡ଼ିବା ଠାରୁ ମଧ୍ୟ ଅଧିକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ପାଦରେ ଚାଲିବାର ଫାଇଦା ବିଷୟରେ। ନମ୍ବର 1, ପାଦରେ ଚାଲିବା ଦ୍ୱାରା ଆପଣଙ୍କର ବ୍ଲଡ଼ ପ୍ରେସର ଠିକ୍ ହୋଇଥାଏ। ଏହା ଔଷଧ ଭଳି କାମ କରିଥାଏ। ଯେଉଁ ବ୍ୟକ୍ତିର ହାଇ ବ୍ଲଡ଼ ପ୍ରେସରର ସମସ୍ୟା ଥାଏ, ସେମାନେ ଦିନକୁ 30ରୁ 50 ମିନିଟ୍ ଚାଲିବା ଉଚିତ। ଏହାଦ୍ୱାରା ଉଚ୍ଚ ରକ୍ତଚାପ ନର୍ମାଲ ହେବାକୁ ଲାଗିଥାଏ। ହାଇ ବ୍ଲଡ଼ ପ୍ରେସର ଯୋଗୁଁ କିଡନୀ ମଧ୍ୟ ଖରାପ ହୋଇପାରେ, ହାର୍ଟ ଆଟାକ୍ ମଧ୍ୟ ଆସିପାରେ। ନମ୍ବର 2, ପାଦରେ ଚାଲିବା ଦ୍ୱାରା କ୍ୟାନ୍ସର ମଧ୍ୟ କମ୍ ହେବାକୁ ଲାଗିଥାଏ। ପାଦରେ ଚାଲିବା ଦ୍ୱାରା ସେହି ସବୁ ଜିନିଷ ମିଳିଥାଏ ଯାହା କ୍ୟାନ୍ସର ରୋଗ ସହ ଲଢ଼ିବାରେ ସାହାଯ୍ୟ କରେ। ପାଦରେ ଚାଲିବା ବେଳେ ଧ୍ୟାନ ଦେବେ ଯେପରି ଅଳ୍ପ ଜୋରରେ ଚାଲିବା, ଯାହାଦ୍ୱାରା ହୃଦୟର ଗତି ତୀବ୍ର ହେବ। ଆରାମଦାୟକ ଜୀବନ କ୍ୟାନ୍ସର ହେବାର ବଡ଼ କାରଣ ଅଟେ। ଯେଉଁ ଲୋକ କ୍ୟାନ୍ସରର ଚିକିତ୍ସା କରାଉଛନ୍ତି, ସେମାନେ ଅଧଘଣ୍ଟା ପାଦରେ ଚାଲିବା ଦ୍ୱାରା ଫାଇଦା ମିଳିଥାଏ। ପାଦରେ ଚାଲିବା ଦ୍ୱାରା ମହିଳାମାନଙ୍କର ବ୍ରେଷ୍ଟ କ୍ୟାନ୍ସର ମଧ୍ୟ କମ୍ ହେବାକୁ ଲାଗିଥାଏ। ନମ୍ବର 3, ପାଦରେ ଚାଲିବା ଦ୍ୱାରା ଶରୀରରେ ରକ୍ତର ପ୍ରବାହ ତୀବ୍ର ହୋଇଥାଏ, ଯାହାଦ୍ୱାରା ଅନେକ ଫାଇଦା ହୋଇଥାଏ। ରକ୍ତର ପ୍ରବାହ ବଢ଼ିବା ଦ୍ୱାରା ଆପଣଙ୍କ ମସ୍ତିଷ୍କକୁ ଅଧିକ ଅକ୍ସିଜେନ୍ ମିଳିଥାଏ ଏବଂ ଅଧିକ ପୋଷକ ତତ୍ତ୍ୱ ଏବଂ ଅଧିକ ଗ୍ଲୁକୋଜ୍ ମଧ୍ୟ ମିଳିଥାଏ। ରକ୍ତର ପ୍ରବାହ ବଢ଼ିବା ଦ୍ୱାରା ଏଲ୍‌ଡିଏଲ୍ କୋଲେଷ୍ଟ୍ରଲ୍ କମ୍ ହେବାକୁ ଲାଗିଥାଏ। ନମ୍ବର 4, ପାଦରେ ଚାଲିବା ଦ୍ୱାରା ଡାଇବେଟିସ୍ର ଭୟ କମିଥାଏ। ଆରାମଦାୟକ ଜୀବନ ଡାଇବେଟିସ୍ ହେବାର ମୁଖ୍ୟ କାରଣ। ଡାଇବେଟିସ୍ ରୋଗକୁ ଶେଷ କରିବା ପାଇଁ ବୈଜ୍ଞାନିକମାନେ ଦିନକୁ 5000 ପାଦ ଚାଲିବା ପାଇଁ ସଲାହ ଦିଅନ୍ତି। ଏମିତି କରିବା ଦ୍ୱାରା ରକ୍ତରେ ସୁଗାରର ପରିମାଣ କମିଥାଏ। କିଛି ଲୋକ ଇନ୍ସୁଲିନ୍ ନେଇ ମଧ୍ୟ ଡାଇବେଟିସ୍କୁ କମ୍ କରିପାରନ୍ତି ନାହିଁ, କିନ୍ତୁ ପାଦରେ ଚାଲିବା ଦ୍ୱାରା ଏହା ନର୍ମାଲ ରହିଥାଏ। ନମ୍ବର 5, ପାଦରେ ଚାଲିବା ଦ୍ୱାରା ହାଡ଼ ମଜବୁତ ହୋଇଥାଏ। ହାଡ଼ ମଜବୁତ କରିବା ପାଇଁ ଆପଣଙ୍କୁ 3ଟି ଜିନିଷ ଦରକାର, ଯାହା ହେଉଛି କ୍ୟାଲସିୟମ୍, ଭିଟାମିନ୍ ଡି ଓ କସରତ କରିବା ପାଇଁ ପଡ଼ିଥାଏ। ପାଦରେ ଚାଲିବା ଦ୍ୱାରା ଆପଣଙ୍କ ହାଡ଼ ଉପରେ ପ୍ରେସର ପଡ଼ିଥାଏ। ଆପଣଙ୍କର ହାଡ଼ ଉପରେ ପୁରା ଶରୀରର ଓଜନ ରହିଥାଏ, ତେଣୁ ପାଦରେ ଚାଲିବା ଦ୍ୱାରା ହାଡ଼ ମଜବୁତ ରହିଥାଏ। ପାଦରେ ଚାଲିବା ଦ୍ୱାରା ବୋନ୍ ଡେନ୍ସିଟି ବଢ଼ିଥାଏ, ତେଣୁ ହାଡ଼ ଭାଙ୍ଗିବାର ଭୟ ମଧ୍ୟ କମିଯାଇଥାଏ ଏବଂ ଅସ୍ଟିଓପୋରୋସିସ୍ ନାମକ ଏକ ହାଡ଼ଜନିତ ରୋଗ ହେବାର ଭୟ ମଧ୍ୟ କମ୍ ହୋଇଯାଇଥାଏ। ନମ୍ବର 6, ପାଦରେ ଚାଲିବା ଦ୍ୱାରା ଆପଣଙ୍କର ପାଚନ ତୀବ୍ର ହେବାକୁ ଲାଗିଥାଏ। ଖାଦ୍ୟପେୟ ଭଲ ଭାବରେ ପାଚିଯିବ ତ ଭୋକ ମଧ୍ୟ ବଢ଼ିଯିବ, ଯାହାଦ୍ୱାରା ପେଟ ସମ୍ବନ୍ଧୀୟ ଅନ୍ୟ ସମସ୍ୟା ମଧ୍ୟ ଠିକ୍ ହେବା ପାଇଁ ଲାଗିଥାଏ, ଯେମିତିକି କୋଷ୍ଠକାଠିନ୍ୟ, ଗ୍ୟାସ୍ ଓ ପେଟର ଜଳନ। ପାଦରେ ଚାଲିବା ଦ୍ୱାରା ଅନ୍ତ କ୍ୟାନ୍ସର ହେବାର ଭୟ କମିଯାଇଥାଏ। ନମ୍ବର 7, ପାଦରେ ଚାଲିବା ଦ୍ୱାରା ଆପଣଙ୍କର ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଯାଇଥାଏ, ଅର୍ଥାତ୍ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯାଇଥାଏ। ପ୍ରତିଦିନ ଅଧଘଣ୍ଟା ଚାଲିବା ଦ୍ୱାରା ଇମ୍ୟୁନିଟି ସିଷ୍ଟମର ମଝିରେ ସେଲ୍ସ, ଟି ସେଲ୍ସ ଏବଂ ନ୍ୟାଚୁରାଲ୍ କଲର୍ସର ସେଲ୍ସଗୁଡ଼ିକର କାର୍ଯ୍ୟକ୍ଷମତା ବଢ଼ିଥାଏ। ଏହାଦ୍ୱାରା ଆପଣଙ୍କ ଶରୀର କୌଣସି ରୋଗ ସହ ଲଢ଼ିବା ପାଇଁ ସକ୍ଷମ ହୋଇଯାଇଥାଏ। ପାଦରେ ଚାଲିବା ଦ୍ୱାରା ହ୍ୱାଇଟ୍ ବ୍ଲଡ୍ ସେଲ୍ସର ସଂଖ୍ୟା ବଢ଼ିଥାଏ। ହ୍ୱାଇଟ୍ ବ୍ଲଡ୍ ସେଲ୍ସକୁ ଇମ୍ୟୁନିଟି ସେଲ୍ସ କୁହାଯାଏ। ପାଦରେ ଚାଲିବା ଦ୍ୱାରା ଶରୀରର ତାପମାନ ଅଳ୍ପ ବଢ଼ିଯାଇଥାଏ। ଏହି କାରଣରୁ ଶରୀରରେ ଥିବା ବ୍ୟାକ୍ଟେରିଆ ଓ ଭାଇରସ୍ ସବୁ ମରିଯାଇଥାଏ। ନମ୍ବର 8, ପାଦରେ ଚାଲିବା ଦ୍ୱାରା ଡାଇମେସନ୍ ନାମକ ରୋଗର ମାତ୍ରା କମିଯାଇଥାଏ। ଡାଇମେସନ୍ ଏକ ନ୍ୟୁରୋଲୋଜିକାଲ ରୋଗ ଅଟେ। ଏଥିରେ ଧୀରେ ଧୀରେ ମସ୍ତିଷ୍କର ସ୍ମରଣ ଶକ୍ତି କମି କମି ଯାଇଥାଏ। ବୁଢ଼ା ଲୋକଙ୍କୁ ଖାସ୍ କରି ଏହି ରୋଗ ହୋଇଯାଉଛି। ନମ୍ବର 9, ପାଦରେ ଚାଲିବା ଦ୍ୱାରା ଫୁସ୍‌ଫୁସ୍‌ର ତାକତ ବଢ଼ିଯାଇଥାଏ। ଯେତେବେଳେ ଆପଣ ପାଦରେ ଚାଲନ୍ତି,
ଅଧିକ ଅକ୍ସିଜେନ୍ ଫୁସ୍ଫୁସ୍ ପର୍ଯ୍ୟନ୍ତ ପହଞ୍ଚିଥାଏ ଏବଂ କାର୍ବନ ହାଇଅକ୍ସାଇଡ୍ ବାହାରିଥାଏ। ଏମିତି ହେବା ଦ୍ୱାରା ଫୁସ୍ଫୁସ୍ର କ୍ଷମତା ବୃଦ୍ଧି ପାଇଥାଏ। ଫୁସ୍ଫୁସ୍ ସୁସ୍ଥ ରହିବା ସହିତ ଆପଣ ବହୁତ ସହଜରେ ନିଶ୍ୱାସ ନେଇପାରିବେ। ନମ୍ବର 10, ପାଦରେ ଚାଲିବା ଦ୍ୱାରା ଭିଟାମିନ୍ ଡିର ମାତ୍ରା ବଢ଼ିଥାଏ। ଦିନରେ ଚାଲିବା ଦ୍ୱାରା ଆପଣଙ୍କର ଶରୀର ଖରା ସଂସ୍ପର୍ଶରେ ଆସିଥାଏ, ଯାହାଦ୍ୱାରା ଆପଣଙ୍କ ଶରୀରରେ ଭିଟାମିନ୍ ଡି ତିଆରି ହୁଏ। ଏହା ହାଡ଼କୁ ମଜବୁତ ରଖିବାରେ ସାହାଯ୍ୟ କରିଥାଏ। ନମ୍ବର 11, ପାଦରେ ଚାଲିବା ଦ୍ୱାରା ଚିନ୍ତାମୁକ୍ତ ହୋଇଥାଏ। ହୃଦରୋଗ, ଅସ୍ଥମା, ମୋଟାପଣ, ଡାଇବେଟିସ୍, ସ୍ଥିରଦର୍ଦ, ଡିପ୍ରେସନ୍, ପେଟ ରୋଗ, ଜଲ୍ଦି ବାର୍ଦ୍ଧକ୍ୟ ଆସିବା, ସମୟ ପୂର୍ବରୁ ମୃତ୍ୟୁ ହେବା ଏହିସବୁ ରୋଗ ଚିନ୍ତା କାରଣରୁ ଜନ୍ମ ହୋଇଥାଏ। କାରଣ ପାଦରେ ଚାଲିବା ଦ୍ୱାରା ଷ୍ଟ୍ରେସ୍ କମ୍ ହେବା ହରମୋନ୍ର ଉତ୍ପାଦନ କମ୍ ହୋଇଯାଇଥାଏ। ନମ୍ବର 12, ପାଦରେ ଚାଲିବା ଦ୍ୱାରା ମୁଡ୍ରେ ସୁଧାର ଆସିଥାଏ। କାରଣ ଏମିତି କରିବା ଦ୍ୱାରା ଷ୍ଟ୍ରେସ୍ ହରମୋନ୍ର ଜନ୍ମ କମିଥାଏ। ତାଜା ହାୱା ନିଅନ୍ତୁ, ଏହାଦ୍ୱାରା ମଧ୍ୟ ଡିପ୍ରେସନ୍ କମିଥାଏ। ନମ୍ବର 13, ପାଦରେ ଚାଲିବା ଦ୍ୱାରା ଆପଣଙ୍କ ମସ୍ତିଷ୍କର ହିପୋକ୍ୟାମ୍ପସ୍ ନାମକ ଗୋଟିଏ ଭାଗର ସାଇଜ୍ ବଢ଼ିଥାଏ। ହିପୋକ୍ୟାମ୍ପସ୍ ଦ୍ୱାରା ଶରୀରର ସ୍ମରଣ ଶକ୍ତି ବଢ଼ିଥାଏ। ଯଦି ଏହାର ସାଇଜ୍ କମିଯାଏ ତେବେ ସ୍ମରଣ ଶକ୍ତି ମଧ୍ୟ କମିଯାଏ। ନମ୍ବର 14, ପାଦରେ ଚାଲିବା ଦ୍ୱାରା ଆପଣଙ୍କ ହୃଦୟ ଶକ୍ତିଶାଳୀ ହୋଇଥାଏ। ଏହାଦ୍ୱାରା ହୃଦୟର ମାଂସପେଶୀ ମଜବୁତ ହୋଇଥାଏ। ଯଦି ଆପଣଙ୍କୁ ହୃଦୟ ସମ୍ବନ୍ଧୀୟ କୌଣସି ରୋଗ ଥାଏ ତେବେ ଆପଣ ଚାଲିବା ଉଚିତ ହୋଇଥାଏ। ଆପଣ ପାଦରେ ଚାଲି ଏହି ରୋଗକୁ ଅଟକାନ୍ତୁ। ଏହାଦ୍ୱାରା ଆପଣ ସୁସ୍ଥ ଓ ଲମ୍ବା ଜୀବନ ବଞ୍ଚିପାରିବେ। ନମ୍ବର 15, ପାଦରେ ଚାଲିବା ଦ୍ୱାରା ମୋଟାପଣ କମିଥାଏ। ମୋଟାପଣ ସବୁ ରୋଗର କାରଣ ହୋଇଥାଏ। ଓଜନ କମାଇବା ପାଇଁ ପ୍ରତିଦିନ 30ରୁ 60 ମିନିଟ୍ ଚାଲିବା ଉଚିତ। ପାଖ ସ୍ଥାନକୁ ଯିବାର ଆବଶ୍ୟକତା ଥିଲେ କାର୍, ମୋଟରସାଇକେଲ, ସ୍କୁଟର ବଦଳରେ ପାଦରେ ଚାଲନ୍ତୁ। ଏହାଦ୍ୱାରା ଆପଣଙ୍କର ପଇସା ଓ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ନମ୍ବର 16, ପାଦରେ ଚାଲିବା ଦ୍ୱାରା ମାଂସପେଶୀ ମଜବୁତ ହୋଇଥାଏ। ପାଦରେ ଚାଲିବା ଦ୍ୱାରା ଖାସ୍ କରି ପିଠି ଓ ପାଦର ମାଂସପେଶୀ ଶକ୍ତିଶାଳୀ ହୋଇଥାଏ। ନମ୍ବର 17, ପାଦରେ ଚାଲିବା ଦ୍ୱାରା ଆପଣଙ୍କର ବୟସ କମ୍ ପରି ଦେଖାଯିବ। ବୟସ ଅଧିକ ହେଲେ ମଧ୍ୟ ଆପଣ ଯବାନ ପରି ଦେଖାଯିବେ। ଯଦି ଆପଣ ଗୋଟିଏ ଦିନରେ 30 ମିନିଟ୍ ଚାଲନ୍ତି ତେବେ ଆପଣଙ୍କର ବୟସ 7 ବର୍ଷ ଅଧିକ ହୋଇଯିବ। ଏହାଦ୍ୱାରା ବୟସ ସମ୍ବନ୍ଧୀୟ ସମସ୍ୟା ଡେରିରେ ଆସିଥାଏ। ଚାଲିବା ଦ୍ୱାରା ବାର୍ଦ୍ଧକ୍ୟର ପ୍ରକ୍ରିୟା ଧୀମା ହୋଇଯାଇଥାଏ। ନମ୍ବର 18, ପାଦରେ ଚାଲିବା ଦ୍ୱାରା କାର୍ଯ୍ୟ କରିବାର କ୍ଷମତା ବଢ଼ିଯାଇଥାଏ। ଚାଲିବା ଦ୍ୱାରା ଆପଣଙ୍କୁ ଶାରୀରିକ ଓ ମାନସିକ ଊର୍ଜା ମିଳିଥାଏ। ସେଥିପାଇଁ କୌଣସି କାମକୁ ଭଲ ଭାବରେ ଓ କମ୍ ସମୟରେ କରିପାରନ୍ତି। ସେଥିପାଇଁ ଖେଳାଳିମାନେ ସାଧାରଣତଃ ମନୁଷ୍ୟ ତୁଳନାରେ ଅଧିକ ଶାରୀରିକ ଓ ମାନସିକ କ୍ଷମତାରେ ଆଗୁଆ ଥାନ୍ତି। ନମ୍ବର 19, ପାଦରେ ଚାଲିବା ଦ୍ୱାରା ଆପଣଙ୍କର କ୍ରିଏଟିଭିଟି ବଢ଼ିଥାଏ, ଯାହାଦ୍ୱାରା ନୂଆ ନୂଆ ଜିନିଷ ଖୋଜିବା ପାଇଁ ମସ୍ତିଷ୍କକୁ ସକ୍ଷମ କରାଏ। ଯେତେବେଳେ ଆପଣ ଚାଲନ୍ତି ଆପଣଙ୍କର ଶିର ଓ ମସ୍ତିଷ୍କ ରିଲାକ୍ସ ହୋଇଯାଇଥାଏ, ଶାନ୍ତ ହୋଇଯାଇଥାଏ। ଚାଲିବା ସମୟରେ ମସ୍ତିଷ୍କକୁ କୌଣସି କାମର ବୋଝ ନଥାଏ। ସେହି ସମୟରେ ଭଲ ବିଚାର ମସ୍ତିଷ୍କକୁ ଆସିଥାଏ। ନମ୍ବର 20, ପାଦରେ ଚାଲିବା ଦ୍ୱାରା HDL କୋଲେଷ୍ଟ୍ରଲ୍ ବଢ଼ିଥାଏ। ଏହି କୋଲେଷ୍ଟ୍ରଲ୍ ଭଲ ହୋଇଥାଏ, ଯାହା ଶିର ଭିତରେ ଖରାପ କୋଲେଷ୍ଟ୍ରଲ୍କୁ ଜମା ହେବାରୁ ରୋକିଥାଏ। ଏହି କୋଲେଷ୍ଟ୍ରଲ୍ ଯେତେ ଶରୀରରେ ରହିବ ସେତେ ଖରାପ କୋଲେଷ୍ଟ୍ରଲ୍ କମି କମି ଯାଇଥାଏ। ନମ୍ବର 21, ପାଦରେ ଚାଲିବା ଦ୍ୱାରା ହାର୍ଟ ଆଟାକ୍ ହେବାର ଆଶଙ୍କା 80% କମିଯାଇଥାଏ। ଯଦି କୌଣସି ବ୍ୟକ୍ତି ମଦପାନ, ଧୂମ୍ରପାନ କରୁନଥାଏ ଓ ନିଜର ଖାଦ୍ୟପେୟ ଠିକ୍ ରଖିଥାଏ ତେବେ ସେହି ବ୍ୟକ୍ତିଙ୍କୁ ହାର୍ଟ ଆଟାକ୍ ହୋଇନଥାଏ। ନମ୍ବର 22, ପାଦରେ ଚାଲିବା ଦ୍ୱାରା ହୃଦୟ ନିଜର କାମକୁ ପୂରା ଦକ୍ଷତାର ସହ କରିଥାଏ। ଚାଲିବା ଦ୍ୱାରା ହୃଦୟର ମାଂସପେଶୀ ମଜବୁତ ହୋଇଯାଇଥାଏ। ନମ୍ବର 23, ପାଦରେ ଚାଲିବା ଦ୍ୱାରା ଗଣ୍ଠିର ଦରଜ କମିଯାଇଥାଏ। ଆଣ୍ଠୁ ଗଣ୍ଠିରେ ହେଉଥିବା ଫୁଲାପଣ ବା ସୂଜନପଣ ଦୂର ହେବାକୁ ଲାଗିଥାଏ। ନମ୍ବର 24, ପାଦରେ ଚାଲିବା ଦ୍ୱାରା ଆପଣ ଧୀରେ ଧୀରେ ଯବାନ ହେବା ପରି ଦେଖାଯିବେ। କାରଣ ଚାଲିବା ଦ୍ୱାରା ତ୍ୱଚାରେ ରକ୍ତର ପ୍ରବାହ ତୀବ୍ର ହୋଇଥାଏ, ଯାହାଦ୍ୱାରା ତ୍ୱଚା ସୁନ୍ଦର ଦେଖାଯାଏ। ଝାଳ ବାହାରିବା ଦ୍ୱାରା ତ୍ୱଚା ଭିତରୁ ସଫା ହୋଇଯାଇଥାଏ। ନମ୍ବର 25, ପାଦରେ ଚାଲିବା ଦ୍ୱାରା ଭଲ ନିଦ ହୋଇଥାଏ। ପାଦରେ ଚାଲିବା ଦ୍ୱାରା ମେଲାଟୋନିନ୍ ନାମକ ସ୍ଲିପ୍ ହର୍ମୋନ୍ ଶରୀରରେ ଅଧିକ ହୋଇଥାଏ, ଯାହା କାରଣରୁ ଭଲ ନିଦ ହୋଇଥାଏ।
ଦର୍ଶକ ବନ୍ଧୁ, ଯେଉଁ ମହିଳାମାନଙ୍କର ମାସିକ ଧର୍ମ ସମୟରେ ଯନ୍ତ୍ରଣା ଅନୁଭବ କରିଥାନ୍ତି ସେହିମାନେ ପାଦରେ ଚାଲିବା ଅତ୍ୟନ୍ତ ଲାଭଦାୟକ ଅଟେ।